जिलापालଙ୍କ कार्यालय ठारे सुभद्रा शक्ति कैफेर शुभ उद्घाटन। गजपति जिला पारलाखेमुंडी स्थित जिलापालଙ୍କ कार्यालय ठारे आज 11टा बेले सुभद्रा शक्ति कैफेर शुभ उद्घाटन होईछि। मुख्य अतिथि भावे गजपति जिलापाल विजय कुमार दास, ओएलएम रो द डीपीएम टिमन बारा, जिला सामाजिक मंगल अधिकारी संतोष नायक प्रमुख उपस्थित रही रिबन काटी कैफेर शुभ उद्घाटन करथिले। ଏହି କ୍ୟାଫେକୁ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପରିଚାଳିତ କରାଯିବ। ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଏଠି ତାଙ୍କର ସୁଭଦ୍ରା ଶକ୍ତି ଦେଖାଇବା ପାଇଁ ଏଠି ଗୋଟେ କ୍ୟାଣ୍ଟିନ୍ ଖୋଲା ହେଇଛି କଲେକ୍ଟରେଟ୍ ଭିତରେ ଏବଂ ସେଥିରେ ସମସ୍ତଙ୍କ ପାଇଁ ଏଠି ଷ୍ଟାଫ୍ ଏବଂ ବାହାର ଲୋକ ଯେତେ ସବୁ ପ୍ରତିଦିନ ଆସୁଛନ୍ତି ତେଣୁ ଏଠି ପାଖାପାଖିରେ ଖାଇବା ପାଇଁ କିଛି ବ୍ୟବସ୍ଥା ନାହିଁ। ତେଣୁ ସେମାନେ ଜଳଖିଆ ସହିତ ଲଞ୍ଚ ହେରିକା ସବୁ କରିବେ। ଜଳଖିଆ ଲଞ୍ଚ ବେସିକାଲି ଦୁଇଟା ହିଁ କରିବେ এবং ତା ଦେହରେ ଯଦି ଚା କିଏ ଦରକାର କରୁଛି ସେଟା ମଧ୍ୟ କରିବେ। ତେଣୁ ମୁଁ ଆଶା କରୁଛି ଯେ ସେମାନଙ୍କର ଏହି କାର୍ଯ୍ୟକ୍ରମ ସଫଳ ହେବ ଏବଂ ସେଥିରେ ରେଟ୍ ଚାର୍ଟ ସେମାନେ ମାରିଦେବେ କେଉଁ ଜିନିଷର କେତେ ରେଟ୍ ଅଛି। ସୋ ଏଇଟା ସମସ୍ତଙ୍କୁ ଟ୍ରାନ୍ସପାରେଣ୍ଟ ୱେରେ ଜଣାପଡ଼ିବ ରେଟ୍ଟା ଏବଂ ସମସ୍ତେ ଏଠି ପଇସା ଦେଇକରି ଖାଇବେ ଏବଂ ସେମାନେ ଭଲ ପ୍ରିପାରେସନ୍ ମଧ୍ୟ କରିବେ। ମୋ ନାଁ ସସ୍ମିତା ପତ୍ର, ଆମେ ଗୋସାଣୀ ବ୍ଲକ ଜଙ୍ଗଲପାଡ଼ୁର ମା ମଙ୍ଗଳା ଶକ୍ତି ଗ୍ରୁପ ମହିଳା ମାନେ ଆମ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରଥମେ ଆମେ ଧନ୍ୟବାଦ ଜଣାଉଛୁ। ତା ସହିତ ଆମର ମିଶନ ଶକ୍ତି ଓଏଲଏମ୍ର ସାର୍ ମାନଙ୍କୁ ମ୍ୟାଡ଼ାମ୍ ମାନଙ୍କୁ ଧନ୍ୟବାଦ ଜଣାଉଛୁ ଯେ ମା ମାନଙ୍କର କଷ୍ଟ ଜାଣିକି ସେମାନେ ଜିଲ୍ଲାରେ ମାନେ ଯାହାକି ମା ମାନେ ଗୋଟେ ବାହାରେ କରିଥାନ୍ତେ ସେଇଟା ଗୋଟେ ଅଲଗା ଟାଇପ୍ର ରହୁଛି, କିନ୍ତୁ ଆଜି ଆମେ କ୍ୟାଣ୍ଟିନ୍ ପରିସର ଭିତରେ ଯେଉଁଠିକି ଆମର ସମ୍ମାନୀୟ ସାର୍ ମ୍ୟାଡ଼ାମ୍ ସମସ୍ତେ ରହିବେ ସେହି ପରିସର ଭିତରେ ଆମକୁ ଗୋଟେ ମାନେ କ୍ୟାଣ୍ଟିନ୍ର ସୁଯୋଗ ଦିଆଯାଇଛି, ଯାହାକି ମା ମାନେ ସେଥିରେ ନିଜେ ଘରେ କରାଇବା ଯେଉଁ ରୋଷେଇ କରୁଥିଲେ ତାହାକୁ ରୋଷେଇ କରି ବାହାରେ ସେମାନେ ମାନେ ପରିପ୍ରକାଶ କରି ସମସ୍ତଙ୍କୁ ଖାଦ୍ୟଟା କେମିତି ସ୍ୱାଦ ଅନୁସାରେ ଯୋଗାଇ ପାରିବେ ସେହି ସବୁର କରି ମା ମାନେ ଦୁଇ ପଇସା ରୋଜଗାର କରି ନିଜେ ସ୍ୱାବଲମ୍ବୀ ହୋଇପାରିବେ। ତା ସହିତ ମା ମାନେ ଯାହା ଘରେ କରୁଥିଲେ କିନ୍ତୁ ତାହା ଆଗକୁ ବଢ଼ାଇ ପାରୁନଥିଲେ ସେ ସବୁକୁ ମା ମାନେ କରି କ୍ୟାଣ୍ଟିନ୍ରେ ସେମାନଙ୍କର ସମ୍ମାନ ମଧ୍ୟ ରହିବ। ତା ସହିତ ମା ମାନେ ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟ ଯେମିତିକି ଚା କଫି ପକୁଡ଼ି ମାନେ ଭେରାଇଟିର ଖାଦ୍ୟ ମାଛ ସେସବୁ ଆଇଟମ୍, ତା ସହିତ ମିଲେଟ୍ର ଭେରାଇଟି ଆଇଟମ୍ ଆଉ ମା ମାନେ ନିଜେ ବି ହାତ ତିଆରି କରିକି ରଖୁଛନ୍ତି ବଡ଼ି ମଞ୍ଜି ବଡ଼ି ସେସବୁ ଆଇଟମ୍ ବି ଏଠାରେ ପରିପ୍ରକାଶ କରିକି ବିକି ଆଗକୁ ଯାଇପାରିବେ। ଆମର କ୍ୟାଣ୍ଟିନ୍ଟା ଯେମିତି ସକାଳ 7ରୁ ସନ୍ଧ୍ୟା 7ରେ ଯାଏଁ ଖୋଲା ରହିବ। ସେଥିରେ ଆମର ସକାଳୁ ଆମର ଟିଫିନ୍ ଆଇଟମ୍ ରହିବ, ମଧ୍ୟାହ୍ନରେ ଲଞ୍ଚ ଆଇଟମ୍ ରହିବ, ଇଭିନିଂରେ ଚା ଆମର ସ୍ନାକ୍ସ ଆଇଟମ୍ ରହିବ, ତା ସହିତ ନାଇଟ୍ରେ ଆମର ପାର୍ସଲ ଆଇଟମ୍ ଅଛି। ସେଥିରେ ଆମେ ସାଧା ମିଲ୍ସର ରେଟ୍ ରଖିଛୁ 70ରୁ 80 ଆଉ ଆମର ନନଭେଜ୍ ଆଇଟମ୍ ରଖିଛୁ ଆମେ 120ରୁ 130।